ବ୍ରହ୍ମପୁରରେ ନାଗରିକ ସମ୍ବର୍ଦ୍ଧନା। ତିନି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମର୍ଥିତ। ନିଜ ମାଟିର ସ୍ନେହ ଓ ମମତା ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ। ରାଜେନ୍ଦ୍ର ଜେନା। ବ୍ରହ୍ମପୁର। ନିଜ ମାଟିର ସ୍ନେହ ଓ ମମତା ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ। ଏଣୁ ସମସ୍ତେ ନିଜର ମାଟି ଓ ମମତା ପାଇଁ ଆଗଭର ହୁଅନ୍ତୁ। ବ୍ରହ୍ମପୁର ସହରର ତିନି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହିଭଳି କହିଛନ୍ତି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନା। ସହରର ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡାକବଙ୍ଗଳାର ସଭାଗୃହ ପରିସରରେ ଆୟୋଜିତ ସହରର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏପରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନାଗରିକ ମଞ୍ଚର ସଂଯୋଜକ ମିହିର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ପ୍ରେସ କ୍ଲବ ବ୍ରହ୍ମପୁରର ସଭାପତି ଅଶୋକ କୁମାର ବ୍ରହ୍ମା, ଗଞ୍ଜାମ ଓକିଲ ସଂଘର ସଭାପତି ମନୋଜ ପଟ୍ଟନାୟକ, ଓଡ଼ିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର, ୟୁନିୟନ କ୍ଲବର ନବନିର୍ବାଚିତ ସଭାପତି ଭି ସନ୍ତୋଷ କୁମାର, ମହାନ ସଂଘର ସଭାପତି ସୁଶାନ୍ତ କୁମାର ସାବତ ମଞ୍ଚାସୀନ ଥିଲେ। ଏହି ଅବସରରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକାର ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଲୋକବାର୍ତ୍ତାର ସମ୍ପାଦକ ମନୋଜ କାନ୍ତ ଦାସ ଏବଂ ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ତଥା ନାଟ୍ୟକାର ରବି ନାରାୟଣ ବେହେରାଙ୍କୁ ବ୍ରହ୍ମପୁର ନାଗରିକ ମଞ୍ଚ ସମେତ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ନାଟ୍ୟକାର, ସାମ୍ବାଦିକ, ସାହିତ୍ୟିକ ଓ ବରିଷ୍ଠ ନାଗରିକଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଗୋପାଳ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ସାମ୍ବାଦିକ ରାଜୀବ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମୀର ଆଚାର୍ଯ୍ୟ, ଇତିଶ୍ରୀ ସମାପିକା ମହାନ୍ତି, ଶିବରାମ ଚୌଧୁରୀ, ନାରାୟଣ ମହାକୁଡ଼, ଅସିତ ପଣ୍ଡା, ଛତ୍ରପୁର ପ୍ରେସ କ୍ଲବର ଉପସଭାପତି ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଜାନକୀକାନ୍ତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଉମାଶଙ୍କର ମିଶ୍ର, ଗୌରୀଶଙ୍କର ମିଶ୍ର, ସ୍ୱାଧୀନ ପାତ୍ର, ମୃତ୍ୟୁଞ୍ଜୟ ସାହୁ, ଅରୁଣ କୁମାର ପଣ୍ଡା ସମେତ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ପର୍ଯ୍ୟଟନ ନ୍ୟୁଜ ଲାଇଭ୍। ବର୍ତ୍ତମାନ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କେତେ ଫିଲ୍ କରୁଛନ୍ତି? ଗଞ୍ଜାମ ମାଟିରେ ଜନ୍ମ ହୋଇଛି, ଏଠି ମରିବୁ। ଆଜି ବହୁତ ପିଲାମାନେ ଯେଉଁ ପ୍ରକାର ଗର୍ବିତ, ମୁଁ ଆଜି ଖୁସି ଅନୁଭବ କରୁଛି ଯେ ଏଭଳି ଭାବେ ସମସ୍ତେ ଏକତ୍ରିତ ହୋଇ ଗୋଟେ ନାଗରିକ ସମ୍ବର୍ଦ୍ଧନା ସିଭିକ୍ ରିସିପ୍ସନ ଦେବା ଏଇଟା ଜରୁରୀ ଥିଲା। କାହିଁକି ମୋର ଉପରେ ସମସ୍ତେ ପଚାରୁଥିଲେ ଗଞ୍ଜାମରେ ରାଜନାକୁ ସିଭିକ୍ ରିସେପ୍ସନ କ'ଣ ହେଲା, ସେମାନେ ଦେଖିବାକୁ ଚାହୁଁଥିଲେ। ଆଜି ସେମାନେ ଦେଖିବେ। ଏ ମାଟିର ଗୋଟେ ବାସ୍ନା ଅଛି, ଯେଉଁଠି ବାସ୍ନା ଫୁଟିଲା ସାରା ଓଡ଼ିଶା ମହକିବ। କାହିଁକି ଗଞ୍ଜାମରେ ଯାହା ନାହିଁ ସେଟା କେଉଁଠି ନାହିଁ। ଆମେ ଯେଉଁ କହୁଛେ ଯାହା ନାହିଁ ଜଗତେ, ଯାହା ନାହିଁ ଭାରତେ ତାହା ନାହିଁ ଜଗତେ, ସେମିତି ଗଞ୍ଜାମରେ ଯେଉଁଠି ନାହିଁ ସେଟା ଓଡ଼ିଶାରେ ନାହିଁ। ସମସ୍ତେ ଉଚ୍ଚ ପ୍ରଶଂସା। ମୁଁ ରବୀନ୍ଦ୍ର ମଣ୍ଡପରେ ଗୋଟେ କଳା ମଣ୍ଡପରେ ଗୋଟେ ଫଙ୍କସନରେ ଦେଲି। ଡାଇରେକ୍ଟର ସବ୍ୟସାଚୀ ମହାପାତ୍ର, ଯିଏକି ଏବେ କରୁଛନ୍ତି କ'ଣ ସେଟା ଅନନ୍ତା ସିନେମା, ସେଠି ସେ କହିଥିଲେ ରାଜୁ, କଳା ସମ୍ପନ୍ନ ଗଞ୍ଜାମ ଜିଲ୍ଲା ଯେଉଁଟା ଗଞ୍ଜାମ ଜିଲ୍ଲାରେ ନାହିଁ ସେଟା ସାରା ଓଡ଼ିଶାରେ ନାହିଁ। ସେଥିପାଇଁ ଗଞ୍ଜାମ ମାଟିର ମହକ ବହୁତ ଆଗକୁ ଆମେ ସମସ୍ତେ ବଜାୟ ରଖିବା। ଆମେ ହେଉଛୁ ଗଞ୍ଜାମର ସମସ୍ତେ ଗୋଟେ ବୀରପୁତ୍ର। ଆମେ ଏ ମାଟିର ମହକ ବଜାୟ ରଖିବା ପାଇଁ ଆମେ ସବୁବେଳେ ଆଗୁଆ ହେଇ କାମ କରିବା। ଏ ଆଗଭର କାମ କରିବା ଆମ ସମସ୍ତଙ୍କୁ ଯେମିତି ସପ୍ରେସ୍ କରିଦେବ। ଆମେ ସବୁବେଳେ ଭଲ କାମ କରିବା, ଭଲ ଲେଖା ଦେବା, ମିଡ଼ିଆରେ ଲାଇନରେ ଭଲ ଭାବେ କାମ କଲେ ଲୋକମାନଙ୍କର ବାସ୍ନା ଛଉଠିବ। ଏଇଟା ହେଉଛି ମୋର ଉଦ୍ଦେଶ୍ୟ ଥିଲା। ନାଗରିକ ସମ୍ବର୍ଦ୍ଧନା ଆଜି ବ୍ରହ୍ମପୁରରେ
जो नागरिक संबर्धना दि जाइए जिला सूचना लोक संपर्क अधिकारी भाव में दीर्घ दिन धरी मु काम करी एवं जिलार संस्कृति विभाग दायित्व मध्य थी। गंजाम जिलार सबु अनुष्ठान मिलित भाव आज नागरिक संबर्धना देते जहाँकि आम गर्व गौरव विषय। जो संबर्धना से माने प्रदान करछंती विगत दिन मानक आम जहाँ सब काम करिछु से काम जो से माने हमको धन्यवाद स्वरूप एवं हमको प्रोत्साहन स्वरूप ये सम्मान देइछंती। आम ये सम्मान जहाँ पाइलु गंजाम माटीर पुत्र हिसाब से मुझे कहबी निहाती भाव में आगु को जो सब क्षेत्र में काम करिछि सांबादिकता मानकर विभिन्न समस्या को सरकार ठार उपस्थापन करिछि। कोविड समय सांबादिक माने जो माने मृत्युवरण करले तांकर मध्य आमे सहायता प्रदान करिथिलु एवं जिल्लार लोककला लोक संस्कृति तार विकास निमंते मध्य मु कार्य करिथिली। नाटक क्षेत्र मध्य अनेक कार्य करिछि। जो सब कार्य विगत दिन मानकर करिथिली आज जो संबर्धना देले मु भाबुची ये संबर्धना ही आमको आगु को बढ़िया प्रेरणा दब। जो माने भी आज संबर्धना पाई समस्ते से दिगरे काम करिवे बोली प्रति अछंती मु मध्य प्रतिश्रुति देउची एवं गंजाम जिल्लार जड़े लोक हिसाब रे मु आगु को जो सब कार्य करिथिली विगत दिन मानकर आगु मध्य कर। धन्यवाद।